ସକାଳୁ ସକାଳୁ କାମ ସାରି ସ୍ନାନ କରି ଆମେ ଆଜି ଚାଲିଲୁ ହର ପାର୍ବତୀଙ୍କ ଦର୍ଶନ ପାଇଁ। ଆଉ ଆପଣମାନଙ୍କୁ ବି ଦର୍ଶନ କରାଇବୁ। ପ୍ରଥମେ ତ ଏକଦମ ସୁନସାନ ଗଛ ବୃକ୍ଷରେ ଭରା ଆଉ ପକ୍ଷୀଙ୍କର ଆବାଜରେ ଏହି ଜାଗାଟି ପୁରା ଏକଦମ ଗୁଞ୍ଜୁଥିଲା। କିନ୍ତୁ ଏବେ ତ ଏ ପାଖାପାଖି ଅନେକଙ୍କ ଘର ଓ କ୍ଷେତ ବାଡ଼ି ହୋଇଗଲାଣି। ତା ସତ୍ତ୍ୱେ ବି ଏହି ମନ୍ଦିରର ପରିବେଶ ଦେଖନ୍ତୁ ବହୁତ ସୁନ୍ଦର। ଏଠାରେ ଆପଣଙ୍କୁ ସମୟର ବିଲକୁଲ ବି ମାଲୁମ ପଡ଼ିବନି। ଆପଣ ଯେତେ ସମୟ ବସିଲେ ବି ଆପଣଙ୍କୁ ବହୁତ ଶାନ୍ତି ଲାଗିବ। ପ୍ରତ୍ୟେକ ଦିନ ଠାକୁର ନନା 7ଟା ସକାଳ ଭିତରେ ଆସିଯାଆନ୍ତି। କିନ୍ତୁ ଆଜି ଭଗବାନଙ୍କ ଲୀଳା ଦେଖ, ଆଜି ଆମର ଲେଟ୍ ବି ହୋଇଯାଇଛି କିନ୍ତୁ ଠାକୁର ନନା ବି ଆସିନାହାନ୍ତି। ତା ମଧ୍ୟରେ ଆମେ କିଛି ଫଟୋ ମଧ୍ୟ ଉଠାଇଲୁ। ଆଉ ସେଠାରେ ବସି ଅପେକ୍ଷା କରିଲୁ ଠାକୁର ନନାଙ୍କର। ଠାକୁର ନନା ଆସି ଆମ ମୁଣ୍ଡରେ ଚନ୍ଦନ ଟିପା ଲଗାଇଲେ। ତାପରେ କୂଅରୁ ଯାଇ ପାଣି ଆଣି ଭଗବାନଙ୍କର ସ୍ନାନ କରାଇବା ପାଇଁ ଆସିଲେ। ଦେଖନ୍ତୁ ଭଗବାନଙ୍କର ଦର୍ଶନ କରନ୍ତୁ। ତାପରେ ତାଙ୍କୁ ଠାକୁର ନନା ତେଲ ଲଗାଇଦେଲେ। ତାପରେ କଞ୍ଚା କ୍ଷୀରରେ ହଳଦୀ ଗୋଳାଇ ମାଙ୍କର ସ୍ନାନ କରାଇବା ପରେ ଶିବଙ୍କୁ କଞ୍ଚା କ୍ଷୀରରେ ଗଙ୍ଗା ଜଳ ମିଶାଇ ସ୍ନାନ କରାଇଲେ। ତାପରେ ଗଙ୍ଗା ଜଳରେ ତାଙ୍କୁ ବହୁତ ଭଲ ଭାବେ ସ୍ନାନ କରାଇଲେ। ବସ୍ତ୍ର, ଚନ୍ଦନ, ସିନ୍ଦୁର, ଫୁଲ ଦେଇ ତାଙ୍କୁ ବହୁତ ସୁନ୍ଦର ଭାବେ ସଜାଗଲା। ଠାକୁର ସ୍ନାନ ପରେ ଦେଖନ୍ତୁ ଏତେ ସୁନ୍ଦର ଦେଖାଯାଉଛନ୍ତି। ବିଲକୁଲ ନଜର ବି ତାଙ୍କ ଉପରୁ ହଟୁନି। ତାପରେ ମନ୍ଦିର ଚାରିପାଖରେ ଥିବା ସବୁ ଠାକୁରଙ୍କୁ ଠାକୁର ନନା ନେଇ ସ୍ନାନ କରାଇ ତାଙ୍କୁ ବି ପୂଜା ଆରାଧନା କରାଇଲେ। ଆଉ ଆପଣ ତ ଜାଣିଥିବେ ଶିବ ମନ୍ଦିରରେ ଅର୍ଦ୍ଧ ପରିକ୍ରମଣ କରାଯାଇଥାଏ। ସେଥିପାଇଁ ଆମେ ବି ଅର୍ଦ୍ଧ ପରିକ୍ରମଣ କରିଲୁ। ଆଉ ତାଙ୍କ ଚାରିପାଖରେ ଥିବା ଭଗବାନଙ୍କୁ ଆପଣମାନଙ୍କର ଦର୍ଶନ ମଧ୍ୟ କରନ୍ତୁ। ତଳେ ମା ତୁଳସୀ ମା ରହିଛନ୍ତି, ତାଙ୍କର ବି ପୂଜା କରାଗଲା। ବଟ ବୃକ୍ଷର ମଧ୍ୟ ପୂଜା କରାଗଲା। ତାହା ଶେଷ ପରେ ଠାକୁରଙ୍କୁ ଆଳତି ମଧ୍ୟ କରାଗଲା। ଆଜି ଏ ପୂଜା ଆମର ବହୁତ ଭଲ ଭାବେ ମଧ୍ୟ ହୋଇଛି। ମନ ବହୁତ ଶାନ୍ତି ମଧ୍ୟ ଲାଗୁଛି। ଠାକୁର ନନା ଯିବା ପରେ ସେଠାରୁ ଆସିବାକୁ ଆମର ବିଲକୁଲ ଭଲ ଲାଗୁନଥିଲା। ତାପରେ ଆମେ ସେଠାରୁ ଯାହାହେଲେ କିଛି ସମୟ ବିତାଇ ଆସିବା ସମୟରେ ଦେଖନ୍ତୁ ମୋ ପିଲାମାନେ ଆମ୍ବ ଚୋରି କରୁଛନ୍ତି। ଆପଣମାନେ ଯେତେବେଳେ ଛୋଟ ଥିଲେ କ'ଣ ଏହିପରି ଭାବେ କେବେ ଆମ୍ବ ଚୋରି କରିଛନ୍ତି? ଯଦି କରିଛନ୍ତି ତାହେଲେ କମେଣ୍ଟ କରନ୍ତୁ। ଆଉ ଯଦି ଆପଣଙ୍କୁ ମୋର ଏହି ଭିଡ଼ିଓଟି ଭଲ ଲାଗିଥାଏ ତାହେଲେ ଆପଣ ହର ହର ମହାଦେବ କମେଣ୍ଟ କରନ୍ତୁ।
ରହିଲି। ବାଏ।